ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ କିପରି ଅଛନ୍ତି? ଆଶା କରୁଛି ଜଗନ୍ନାଥଙ୍କ କୃପାରୁ ଆପଣମାନେ ନିଶ୍ଚିତ ଭାବରେ ଭଲରେ ଥିବେ। ଆଉ ଦେଖନ୍ତୁ ମୁଁ ସକାଳ 5ଟା ବେଳେ ଭିଡ଼ିଓ ସୁଟ୍ କରିଛି। ସକାଳ 5ଟା ବେଳେ ବି ମୋର ଆଜି ନିଦ ଭାଙ୍ଗି ଯାଇଛି, ଏଥିପାଇଁ କି ମୋର ଡେଲି ଉଠୁ ଉଠୁ 6ଟା ହେଇଯାଏ, କିନ୍ତୁ ମୋର ଆଜି ନିଦ ଭାଙ୍ଗି ଯାଇଛି 5ଟା ବେଳୁ। କାହିଁକିନା ମୋ ମୁଣ୍ଡରେ ହେଡ଼େକ୍ ଥିଲା। କାଲି ମୁଁ ଅଧା କରିଥିଲି ବ୍ଲାଉଜ୍, ଆପଣଙ୍କୁ ଦେଖେଇଥିଲି ରେଡ଼୍ କଲର୍ଟା ଅଧା କରିଥିଲି, ବାକି ବ୍ଲୁ କଲର୍ଟା କରୁଥିଲି। ତାପରେ ଆଉ ଜଣଙ୍କର ଯେହେତୁ ଅର୍ଜେଣ୍ଟ ଥିଲା, ମୁଁ ସେଇଥିପାଇଁ ତାଙ୍କ ବ୍ଲାଉଜ୍ କରିଲି। ଆଉ ତାପରେ ଆଜିକୁ ଯେମିତି ହେଲେ ବି ସେ ମୋତେ କହିଥିଲେ 10ଟା ସାଢ଼େ 10ଟା ବେଳକୁ ସେ ଆସିକି ନେବେ। ତେଣୁକରି ମୁଁ 10ଟା ସାଢ଼େ 10ଟା ବେଳକୁ ତାଙ୍କର ଜିନିଷ ସବୁ ରେଡ଼ି କରିଦେଲି। ଶାଢ଼ୀ ସାଙ୍ଗରେ ବ୍ଲାଉଜ୍ ସବୁ ରେଡ଼ି କରିଦେଲି। ଏ ଶାଢ଼ୀର ଏଇ ବ୍ଲାଉଜ୍ ସବୁ ହେମିଙ୍ଗ ହୁକ୍ ଫୁକ୍ ସବୁ ସରିଗଲା। ଆଉ ତାଙ୍କର ସିଏ ଯେହେତୁ କହିଥିଲେ ମୋତେ ସାଢ଼େ 10ଟା ବେଳେ ଆସିବେ ବୋଲିକି, ତେଣୁକରି ମୁଁ ଲାଗିପାତିକି କରିଦେଲି। ହଜବେଣ୍ଡଙ୍କ ପାଇଁ ରୁଟି ବନେଇଦେଲି ଆଉ ଭେଣ୍ଡି ଭଜା। ତ ସେତିକି ବନେଇକି ତାଙ୍କୁ ଟିଫିନ୍ ପ୍ୟାକ୍ କରିକି ଦେଇଦେଲି, ଆଉ ତାଙ୍କୁ ଟିଫିନ୍ ଦେଇଦେଲି ଖାଇବା ପାଇଁ। ତାପରେ ଏତିକି ବେଳକୁ ମୋର ପୁରା ରେଡ଼ି ହେଇଗଲା। ମୁଁ କହିଲି ବ୍ୟାଗ୍ ଭିତରେ ପୁରେଇ ଦିଏ, ସେ ଯେକୌଣସି ମୁହୂର୍ତ୍ତରେ ବି ଆସିଯିବେ। ତେଣୁକରି ମୁଁ ୟାକୁ ସବୁ ରେଡ଼ି କରିଦେଲି। ତାପରେ ଏ ବ୍ଲାଉଜ୍ ପିସ୍କୁ ମୁଁ କାଟିବାକୁ ଲାଗିଲି, କାହିଁକିନା ୟାଙ୍କର ଯେହେତୁ ବୁଧବାର ଦିନ ଦରକାର ଅଛି, ତେଣୁକରି ମୁଁ ଆଡ଼ଭାନ୍ସ ତାକୁ ଚିନ୍ତା କଲି କାଟିଦିଏ। କାଟିକି ଯଦି ମୁଁ ରଖିଦେଇଥିବି ଯେକୌଣସି ମୋମେଣ୍ଟରେ ମୋତେ 2 ଘଣ୍ଟା ସମୟ ମିଳିଲେ ବି ମୋତେ ଚଳିଯିବ, କାହିଁକିନା 2 ଘଣ୍ଟା ଭିତରେ ହେଲେ ବି ମୁଁ ଗୋଟେ ବ୍ଲାଉଜ୍ ସାରିବାକୁ ମୁଁ ଚେଷ୍ଟା କରିବି। ଏଇଟା ହେଉଛି ବ୍ଲାଉଜ୍ ପିସ୍ ଗୁଡ଼ା। ଏଇଗୁଡ଼ା ଦୁଇଟା ର ଲାଇନିଂ କାଟି ଦେଇଛି, ବାକି ରହିଲା ତାକୁ କାଟିବା ପାଇଁ। ତାର କିଚେନ୍କୁ ଆସେ, ଯେଉଁ ସମୟରେ କାଟୁ ବି ଥାଏ ସେ ସମୟରେ ମୋର କିଚେନ୍ରେ କାମ ବି ଚାଲିଥାଏ। କାହିଁକିନା ମୋର ବର୍ତ୍ତମାନ ମାଛ ଭଜା ଚାଲି ହିଁ ଥିଲା। ମାଛ ଭଜା ଚାଲିଥିଲା। ମାଛ କି ଯାହା ବି ମାନେ ନନଭେଜ୍ ଆଇଟମ୍ କଲା ବେଳକୁ ମୁଁ ଆଉ ସେତେବେଳେ ଭାତ ରୋଷେଇ କରେନି, କି ତା ସାଇଡ଼୍ରେ ବି ଆଉ କିଛି ରୋଷେଇ କରେନି। କାହିଁକିନା ଆକୁ ନନଭେଜ୍ ସାରିଲା ପରେ ମୁଁ ଗ୍ୟାସ୍କୁ ପୋଛିକି ଆଉ ଥରେ ବନାଏ, ଆଉ ଯାହା ବନେଇବାର ଥାଏ। ସେଇଥିପାଇଁ ମୁଁ ଏପଟେ ବନଉଥାଏ, ସେପଟେ କପଡ଼ା କାଟିକି ରେଡ଼ି କରିଥାଏ। ଆଉ ମୁଁ ଢଙ୍କଣଟା ଯାହାହେଲେ ବି ଘୋଡ଼େଇ ଦିଏ, ଏଥିପାଇଁ କି ତେଲଟା ଚାରିଆଡ଼େ ଛିଟକେ, ସେଇଥିପାଇଁ ଘୋଡ଼େଇ ଦେଲେ ବରଂ ଥାଳି ଭିତରେ ରହିଲା। ଆଉ ମୁଁ ବର୍ତ୍ତମାନ ଆସିଲି ଟିଫିନ୍ ଖାଇବାକୁ, ତେଣୁ ମୁଢ଼ି ମିକ୍ସଚର୍ ବାହାର କରିଲି। ତା ସାଙ୍ଗକୁ ଚାହା ମୁଁ ଟିକେ ବନେଇଲି। ବନେଇ ସାରିଲା ପରେ ମୁଢ଼ି ମିକ୍ସଚର୍ ଚାହା ନେଇକି ଆସିଲି, ତାକୁ ଖାଇବାକୁ ବସିପଡ଼ିଲି। ମୋର ଖିଆପିଆ ସରିଗଲା। ଏଣିକି ଏଇ ବ୍ଲାଉଜ୍ଟା ହିସାବରେ ମୁଁ ଯେଉଁ କପଡ଼ା ଲାଇନିଂଟା କାଟିଥିଲି, ମୁଁ ତାକୁ ନେଇକି ବ୍ଲାଉଜ୍ ପିସ୍ ସହ ତାକୁ କାଟିଦେଲି। ଖାଇସାରିଲା ପରେ ତାକୁ କାଟିକି ରେଡ଼ି କରିକି ରଖିଦେଲି। ସେ କଷ୍ଟମର୍ ବି ଏବେ ଆସିଥିଲେ, ମୋତେ କହିଲେ ଦିଦି ଆଉ କେତେ ସମୟ ଲାଗିବ, ଆଉ ଯେମିତି ହେଲେ ବି ମୋତେ କାଲି କିମ୍ବା ପରଦିନ ସକାଳୁ ଯେମିତି ହେଲେ ବି ଆପଣ ଦେଇଦିଅନ୍ତୁ। ଏଇ କଷ୍ଟମର୍ର ତାଙ୍କର ଏଇ ଦୁଇଟା କଟନ୍ ବ୍ଲାଉଜ୍, ମାନେ ଇଏ ଦୁଇଟା ୟାଙ୍କର, ଆଉ ସେ ବ୍ଲାଉଜ୍ଟାର ସେ ଦୁଇଟା ଲାଇନିଂ ବ୍ଲାଉଜ୍। ତ ମୋର 4ଟା ବ୍ଲାଉଜ୍ ଅଲରେଡ଼ି କରିବାର ଅଛି। ତେଣୁକରି ମୁଁ ବର୍ତ୍ତମାନ ହେଲା ଉଠି ବସିକି କାମ କରୁଛି, କାହିଁକିନା କିଚେନ୍ ଯିବାକୁ ପଡ଼ୁଛି, ପୁଣି ଏଠି ଆସିବାକୁ ପଡ଼ୁଛି। ତେଣୁକରି ସେଇ ଭିତରେ ମୋର ଯେହେତୁ ଅର୍ଜେଣ୍ଟ ଅଛି, ମୁଁ ସେଇଥିପାଇଁ କାଟିକି ଆଗ ରେଡ଼ି କରିଦେଲି। ରେଡ଼ି କରିଦେଲା ମାନେ ମୋତେ ସିଲେଇ କରିବାକୁ ଅସୁବିଧା ହେବନି। ତେଣୁକରି ମୁଁ କାଟିକି ପୁରା ସମ୍ପୂର୍ଣ୍ଣ ରୂପେ ରେଡ଼ି କରିକି ତାକୁ ରଖିଦେଲି। ଆଗ ରଖିଦେଇ ସାରିଲା ପରେ ମୁଁ ବାକି କାମ କଲି। ମୁଁ ବର୍ତ୍ତମାନ ମାନେ ଟିକେ ରେଷ୍ଟ ନେଇଗଲି ଖାଇ ପିଇ ସାରିକି। ତାପରେ ଆସିକି ଦେଖିଲି ବାଲକୋନିରେ ଖରା ହେଉଥିଲା, ତାପରେ ସନ୍ଧ୍ୟା ବି ହେଇଗଲା। ସେଠୁ ହଜବେଣ୍ଡ କହିଲେ ଚାଲ ଟିକେ ମାର୍କେଟ ଯିବା। ମୁଁ କହିଲି ହଉ ଠିକ୍ ଅଛି, ମାର୍କେଟ ଯଦି ସିଏ ତାଙ୍କ ନିଜ ତରଫରୁ କହୁଛନ୍ତି, ମୁଁ କହିଲି ହଉ ଚାଲ ଠିକ୍ ଅଛି। ତାପରେ ହେଇକି ମାର୍କେଟ ବାହାରିଛୁ। ହେଲେ ଏଇଠି ରାସ୍ତାରେ ଗଲାବେଳେ ଏତେଟା ଭିଡ଼ିଓ ସୁଟ୍ କରି ହୁଏନି, କାହିଁକିନା ଆମେ ବାଇକ୍ରେ ଯାଉଛୁ। ତାପରେ କେତେବେଳେ କେଉଁ କଥା କହିହେବନି, କେଉଁଠି ଟିକେ ମାନେ ମୋବାଇଲ୍ ପ୍ରତି ଧ୍ୟାନ ରହିଲା ବେଳକୁ
ଅବଶ୍ୟ ଭିଡ଼ିଓଟା ମୁଁ ସୁଟ୍ କରୁଛି କିନ୍ତୁ ମୋବାଇଲ ପ୍ରତି ଧ୍ୟାନ ରହିଲା ବେଳକୁ ଗହଳି ହେଇଯାଉଛି, ପୁଣି ଗାଡ଼ି ବ୍ରେକ୍ ମାରିବାକୁ ପଡ଼ୁଛି, କେଉଁଠି ମୋବାଇଲ ପଡ଼ିଯିବ କିମ୍ବା କେଉଁଠି ଭିଡ଼ ଭିତରେ ହଜି ବି ଯାଇପାରେ, କିଛି କହିହେବନି। ଆଉ ସେମିତି ହେଇକି ଆମେ ପଳେଇ ଆସିଲୁ। ପଳେଇ ଆସିକି ତାପରେ ମେନ୍ ମାର୍କେଟ କୁ ଯିବାକୁ ବାହାରିଛୁ। ଆମେ ଆମ ଏରିଆରୁ ବାହାରି ସାରିନୁ, ଏବେ ବି ଚାଲିଛି। ଆମର ଟ୍ରାଫିକ୍ ପରେ ଆମେ ମେନ୍ ରୋଡ଼କୁ ଟଚ୍ କରିବୁ। ଆଉ ମେନ୍ ରୋଡ଼ରେ ଟଚ୍ କଲା ବେଳକୁ ଗାଡ଼ି ଏତେ ସ୍ପିଡ଼ରେ ଯାଉଥାଏ, ମାନେ ଯେଉଁ ସ୍ପିଡ଼ରେ କି ମାନେ ମୋବାଇଲ ଧରିକି ସୁଟ୍ କରିବା ସୁବିଧା ହେଉନି। ତେଣୁ ମୁଁ ଏଇ ଜିନିଷ ଗୁଡ଼ା ଦେଖନ୍ତୁ, ସ୍ଲିପର୍ ଆଉ ଇଏ ନେଇକି ଆସିଛି ସି ଲେଦରରୁ। ଆଉ ଏଇଟା ମୋର ଡେଲି ୟୁଜ୍, ମାନେ ଏଇ ତଳେ ଏପଟ ସେପଟ ହେଲା ବେଳକୁ ମୋତେ ଟିକେ ମୋର ବି ଚପଲ ନାହିଁ, ତେଣୁକରି ଆଉ ବାହାରକୁ ଯିବା ପାଇଁ ବି ସେମିତି ମୁଁ କହିଲି ଯାଇଛି ଯେତେବେଳେ ନେଇକି ପଳେଇ ଆସେ। ତେଣୁକରି କେତେବେଳେ କୁଆଡ଼େ ଯିବାକୁ ହେଉଛି, ଆଉ କମ୍ଫର୍ଟେବଲ୍ ଲାଗିବ ବୋଲିକି ଏଇ 2 ହଳ ଧରିକି ଆସିଲି। ଆର ପ୍ରାଇସ୍ ବି ବେଶୀ ନୁହେଁ, ମାନେ ଗୋଟେ ହେଉଛି ସିଲେଦର, ଏ ପଡ଼ିଲା 210 ଟଙ୍କା। ମାନେ 210 ଟଙ୍କା ଦେଖିକି ମୁଁ ଆଣିଲି, ନହେଲେ ମୁଁ ଅଲଗା କିଛି ଆଣିଥାନ୍ତି, ହେଲେ 210 ଯେହେତୁ ଥିଲା ମୁଁ କହିଲି ଚାଲ ଡେଲି ୟୁଜ୍ ପାଇଁ। ଆଉ ଇଏ ଆପଣଙ୍କର ପଡ଼ିଲା 460 ଟଙ୍କା ପଡ଼ିଲା ଇଏ କୁଆଡ଼େ ଯିବା ପାଇଁ। ତାପରେ ଆମର ରାତିରେ ଡିନର୍ ରେଡ଼ି ହେଇଗଲା। ଇଏ ହେଲା ଅଣ୍ଡା ଆମଲେଟ୍, ଇଏ ହେଲା ଦିନବେଳର ମାଛ ଫ୍ରାଏ ଆଉ ପଖାଳ। ଆମେ 2 ଜଣ ବସି ପଡ଼ିଲୁ ବାଲକୋନିରେ।